ଘରେ ତ ସୋୟାବିନ୍ର ତରକାରୀ ବନାଉଥିବେ। ଆଜି ମୁଁ ଆପଣମାନଙ୍କୁ ସେଇ ସୋୟାବିନ୍କୁ ନେଇକି ଗୋଟେ ଅଲଗା ଉପରେ ତରକାରୀ ବନେଇକି ଦେଖେଇବି, ଯାହା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଲାଗିବ ଆଉ ବନେଇବା ମଧ୍ୟ ସହଜ। ସେଇ ବେସିକ୍ ମସଲାରେ ବନିକି ରେଡ଼ି ହେଇଯିବ। ମୁଁ ଏତିକି ଗ୍ୟାରେଣ୍ଟି ଦେଇ କହିବି, ଆପଣମାନେ ଏ ସୋୟାବିନ୍ ଆଗରେ ଛତୁ ହଉ ବା ମସରୁମ୍ ସବୁକିଛି ଖାଇବା ଭୁଲିଯିବେ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ, ତା ସହିତ ଭିଡ଼ିଓକୁ ପ୍ଲିଜ୍ ଗୋଟେ ଲାଇକ୍ କରିବେ। ସୋୟାବିନ୍ର এই ସ୍ୱାଦିଷ୍ଟ ରେସିପି ବନେଇବା ପାଇଁ ମୁଁ ଏଠି 1.5 କପ୍ ସୋୟାବିନ୍ ନେଇଛି। ଏବେ ଆମେ କ'ଣ କରିବା ନା, ସେଇ ବାଉଲରେ ଅଳ୍ପ କିଛି ଗରମ ପାଣି ଦେଇଦେବା, ଯାହାଫଳରେ ସୋୟାବିନ୍ ଟିକେ ଭିଜିକି ନରମ ହେଇଯିବ। ଆଉ ସ୍ୱାଦ ହିସାବରେ ଏଠି ଅଳ୍ପ ଟିକେ ଲୁଣ ଦେଇଦେବା, ଯାହାଫଳରେ ସୋୟାବିନ୍ ଖାଇଲା ବେଳେ ନା ଭିତରୁ ଜମା ବି ଫିକା ଲାଗିବନି। ଲୁଣ ଦେଇସାରିଲା ପରେ ଆକୁ ଟିକେ ଭଲସେ ମିଶାଇକି 10 ମିନିଟ୍ ଛାଡ଼ିଦେବା। 10 ମିନିଟ୍ ପରେ ଆପଣମାନେ ଦେଖିପାରୁଥିବେ ସୋୟାବିନ୍ ପୁରା ନରମ ହେଇଗଲାଣି। ଆକୁ ଗୋଟେ ଥର ନର୍ମାଲ ପାଣିରେ ଧୋଇକି ଚୁପୁଡ଼ିକି ରଖିନେବେ। ଏବେ ଚାଲନ୍ତୁ ପ୍ରଥମେ କ'ଣ କରିବା ନା, ଗୋଟେ କଡ଼େଇ ବସାଇବା। କଡ଼େଇରେ 1ରୁ 1.5 ଚାମଚ ତେଲ ଦେଇଦେବା। ତେଲ ଯେତେବେଳେ ଗରମ ହେଇଯିବ, ଯେଉଁ ସୋୟାବିନ୍କୁ ଆମେ ଗରମ ପାଣିରେ ପକାଇକି ରଖିଥିଲେ ତାକୁ ଭଲସେ 2 ଥର ଧୋଇ ନେବେ। ଧୋଇ ନେଇ ସାରିଲା ପରେ ଚୁପୁଡ଼ିକି ଦେଇଦେବେ। ଦେଇସାରିଲା ପରେ ଫ୍ଲେମ୍କୁ ଏଠି ମିଡ଼ିୟମ୍ ରଖିବେ। ମିଡ଼ିୟମ୍ ଫ୍ଲେମ୍ରେ ପ୍ରଥମେ 1ରୁ 2 ମିନିଟ୍ ଭାଜି ନେବେ। ତାପରେ 2 ମିନିଟ୍ ଛାଡ଼ିଦେବେ। 2 ମିନିଟ୍ ପରେ ଆଉ ଥରେ ଟିକେ ଭାଜି ନେବେ। ଦେଖିପାରୁଥିବେ ସୋୟାବିନ୍ର କଲର୍ ଚେଞ୍ଜ ହେଇଗଲାଣି। ଏବେ ଆକୁ କାଢ଼ିକି ଗୋଟେ ପ୍ଲେଟ୍ରେ ରଖିନେବା। ସେଇ କଡ଼େଇରେ ମୁଁ କ'ଣ କରୁଛି ନା, ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ପୁରା ପାଖୁଡ଼ା ପାଖୁଡ଼ା କରି କାଟିକି ରଖିଥିଲି। ପିଆଜକୁ ଏଇପରି ତରକାରୀରେ ଦେବେ, ଦେଖିବେ ଟେଷ୍ଟ ବହୁତ ଭଲ ଆସିବ। ପିଆଜ ଦେଇସାରିଲା ପରେ ସେମିତି ପିଆଜକୁ ମଧ୍ୟ ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ 1 ମିନିଟ୍ ଭାଜି ନେବେ। ଭାଜି ନେଇ ସାରିଲା ପରେ ଗୋଟେ ଫାଳ ଟମାଟର ମଞ୍ଜିକୁ ମୁଁ କାଢ଼ି ନେଇଥିଲି। କେବଳ ଟମାଟୋକୁ ଦେଇକି ମଧ୍ୟ ଏବେ ଆମେ କ'ଣ କରିବା ନା, ଟିକେ ଜଷ୍ଟ ସାଲୋ ଫ୍ରାଏ କରିନେବା। ଦେଖିପାରୁଥିବେ ପିଆଜ ଟମାଟୋ ଭଲସେ ଟିକେ ସାଲୋ ଫ୍ରାଏ ହେଇଗଲାଣି। ଏବେ ମଧ୍ୟ ଆମେ କାଢ଼ିକିରି ଯେଉଁ ପ୍ଲେଟ୍ରେ ରଖିଥିଲେ ସୋୟାବିନ୍, ସେଇ ପ୍ଲେଟ୍ରେ ରଖିନେବା। ଦେଖିପାରୁଥିବେ ସେଇ କଡ଼େଇରେ ମୁଁ 1ରୁ 1.5 ଚାମଚ ତେଲ ଦେଇ ଦେଉଛି। ତେଲ ଯେତେବେଳେ ଗରମ ହେଇଯିବ, ଏଠି ଆମେ କ'ଣ କରିବା ନା, 1 ଚାମଚ ଅଦା ରସୁଣ କଞ୍ଚା ଲଙ୍କାର ଛେଚା ଦେବା। ଛେଚା ଦେଇ ସାରିଲା ପରେ ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ 1 ମିନିଟ୍ ଆକୁ ଟିକେ ଭାଜି ନେବା। ମୁଁ ଏଠି ଭାଜି ନେଇ ସାରିଲା ପରେ ଏଠି କ'ଣ କରିବି ନା, ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ପୁରା ଫାଇନଲି ଚପ୍ କରି ନେଇଥିଲି। ପିଆଜକୁ ଦେଇଦେବି। ପିଆଜକୁ ଦେଇ ସାରିଲା ପରେ ଫ୍ଲେମ୍କୁ ସେମିତି ମିଡ଼ିୟମ୍ ହିଁ ରଖିବେ, ଜମା ହାଇ କରିବେନି। ଯଦି ଏଠି ହାଇ କରିଦେବେ ପିଆଜ ତ ପୋଡ଼ିଯିବ, ତା ସହିତ ଅଦା ରସୁଣ ମଧ୍ୟ ପୋଡ଼ିଯିବ। ସେଥିପାଇଁ ମିଡ଼ିୟମ୍ ଫ୍ଲେମ୍ରେ ଲାଇଟ୍ ବ୍ରାଉନ୍ କଲର୍ ହେବା ଯାଏ ଟିକେ ଭାଜି ନେବେ। ପିଆଜ ଯେତେବେଳେ ଏଇପରି କଲର୍ ଚେଞ୍ଜ କରିବ, ଗୋଟେ ଫାଳ ଟମାଟର ଏଠି ପେଷ୍ଟ ବନେଇ ରଖିଥିଲି, ଟମାଟର ପେଷ୍ଟ ମଧ୍ୟ ଦେଇଦେବା। ଟମାଟର ପେଷ୍ଟ ଦେଲେ ଗ୍ରେଭି ଟିକେ ବହୁତ ଭଲ ଆସିବ। ଆପଣ ଚାହିଁଲେ ଟମାଟୋକୁ ଏଠି କାଟିକି ମଧ୍ୟ ଦେଇପାରିବେ। ଟମାଟର ପେଷ୍ଟ ଦେଇସାରିଲା ପରେ ଆକୁ ଟିକେ ଜଷ୍ଟ ମିଶାଇ ନେବେ। ମିଶାଇ ସାରିଲା ପରେ ଅଳ୍ପ ଟିକେ ଲୁଣ ଦେଇଦେବେ। ଗୋଟେ କଥା ଧ୍ୟାନ ଦେବେ, ଆମେ ସୋୟାବିନ୍ ଯେତେବେଳେ ଭିଜେଇଥିଲେ ନା ଗରମ ପାଣିରେ, ଲୁଣ ମଧ୍ୟ ଦେଇଥିଲେ। ସେଇ ହିସାବରେ ଦେଖିକି ଏଠି ଲୁଣ ଦେବେ। ଲୁଣ ଦେଇ ସାରିଲା ପରେ ଆକୁ ଟିକେ ଜଷ୍ଟ ମିଶାଇ ନେବେ। ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିବେ। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ କଭର୍ କରିକି ପାଖାପାଖି 3 ମିନିଟ୍ ଏଠି ଛାଡ଼ିଦେବେ। 3 ମିନିଟ୍ ଭିତରେ ଟମାଟୋ ମଧ୍ୟ ଭଲସେ ସିଝିଯିବ। 3 ମିନିଟ୍ ହେଇଗଲାଣି। ମୁଁ ଏଠି କଭର୍ କାଢ଼ି ନେଉଛି। ଆପଣମାନେ ଦେଖିପାରୁଥିବେ ଟମାଟୋ ବହୁତ ଭଲସେ ସିଝି ଯାଇଛି, ତା ସହିତ ପିଆଜ ମଧ୍ୟ ସିଝି ଯାଇଛି। ଏବେ ଆମେ 1 ମିନିଟ୍ ଭଲସେ ଟିକେ କଷି ନେବା। କଷି ନେଇ ସାରିଲା ପରେ ବେସିକ୍ ମସଲା ୟୁଜ୍ କରିବା। ଅଧା ଚାମଚ କାଶ୍ମୀରୀ ଚିଲି ପାଉଡ଼ର ଦେଇ ଦେଉଛି। କଲର୍ ପାଇଁ 1/4 ଚାମଚ ଏଠି ଆମେ ହଳଦୀ ଗୁଣ୍ଡ ଦେଇଦେବା। ତା ସହିତ 1/4 ଚାମଚ ଏଠି ଧନିଆ ଗୁଣ୍ଡ ଦେବା। ଅଧା ଚାମଚ ଏଠି ଆମେ ମିଟ୍ ମସଲା ୟୁଜ୍ କରିବା। ଏତିକି ବେସିକ୍ ମସଲା ୟୁଜ୍ କରିସାରିଲା ପରେ ଫ୍ଲେମ୍କୁ ଲୋ ରଖିବା। ଲୋ ଫ୍ଲେମ୍ରେ 1ରୁ 2 ମିନିଟ୍ ମସଲାକୁ ଭଲସେ ଟିକେ କଷି ନେବା। ଯେହେତୁ ଏଠି ଆମେ ଶୁଖିଲା ମସଲା ୟୁଜ୍ କରିଛେ ନା, ଶୁଖିଲା ମସଲା ସିଝିବା ପାଇଁ 1ରୁ 2 ଚାମଚ ଏଠି ଆପଣ କ'ଣ କରିବେ ନା, ପାଣି ଦେଇଦେବେ। ପାଣି ଦେଇ ସାରିଲା ପରେ ଫ୍ଲେମ୍କୁ ମିଡ଼ିୟମ୍ କରିବେ। ମିଡ଼ିୟମ୍ ଫ୍ଲେମ୍ରେ ପ୍ରଥମେ 1ରୁ 2 ମିନିଟ୍ ଏଠି ଟିକେ ଭଲସେ କଷି ନେବେ। କଷି ନେଇ ସାରିଲା ପରେ ଆପଣ ଏଠି କ'ଣ କରିବେ ନା, ସେମିତି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 2ରୁ 3 ମିନିଟ୍ ଛାଡ଼ିଦେବେ। 2ରୁ 3 ମିନିଟ୍ ପରେ ଆଉ ଥରେ ଟିକେ ଭଲସେ କଷି ନେବେ। ମସଲାରୁ ତେଲ ଛାଡ଼ିବା ଷ୍ଟାର୍ଟ ହେଇଗଲାଣି। ଏବେ ଆମେ କ'ଣ କରିବା ନା, ଭାଜିକି ରଖିଥିବା ସୋୟାବିନ୍ ତା ସହିତ ପିଆଜ ଆଉ ଟମାଟୋକୁ ଦେଇଦେବା। ଦେଇ ସାରିଲା ପରେ ମସଲା ସହିତ ପ୍ରଥମେ 1ରୁ 2 ମିନିଟ୍ ଭଲସେ ଟିକେ କଷି ନେବେ। ଦେଖିପାରୁଥିବେ ଏଠି ମସଲା ସହିତ ସବୁ ଜିନିଷକୁ ବହୁତ ଭଲସେ କଷି ନେଇଛି। କଷି ନେଇ ସାରିଲା ପରେ ଏଠି ଆପଣ କ'ଣ କରିବେ ନା, 1ରୁ 2 ଚାମଚ ଟମାଟର କେଚପ୍ ଦେବେ। ଦେଖିବେ ଟେଷ୍ଟ ବହୁତ ଭଲ ଆସିବ। ଯଦି ଆପଣଙ୍କୁ ଟମାଟୋ କେଚପ୍ ପସନ୍ଦ ନୁହଁ, ତାହେଲେ ଏଠି ସ୍କିପ୍ କରିପାରିବେ। ଟମାଟୋ କେଚପ୍ ଦେଇ ସାରିଲା ପରେ ମୁଁ ଆକୁ
भलसे टिके कषि नेबी। कषि नहीं सारा पर ये आप करेंगे ना पानी यूज करेंगे। पाखापाखि मु अधा कप पानी दे दूची। बेसी ये पानी देवेनि जेहेतु आम ये टमाटो को भलसे भाजी नहींचे ता सहित पियाज भजा ही आमको ये गोटे चिली टाइप टेक्सचर दरकार से अल्प टिके पानी देबे। पानी दे सारा पर आपको कवर करके मीडियम टू हाई फ्लेम रे पाखापाखि 3 ରୁ 4 मिनिट छाड़ीदेवे। 3 ରୁ 4 मिनिट हो गला मुझे कवर काढ़ी आपण मानक देखई दूची देखिपे। एबे आमे कौन करवा ना आपको टिके भलसे कषि नवा। जदि आपको ग्रेवी वाला पसंद आप टाइम रे फ्लेम को ऑफ करें। जदि शुक्ला टाइप पसंद 1 ରୁ 2 मिनिट आउ मीडियम फ्लेम रे छाड़ीदेवे। एबे आमर स्वादिष्ट सोयाबीन तरकारी पूरा बनिकी रेडी सरला। बहुत स्वादिष्ट लगी थाए। आपण को गोटे थर बनातु केमिति बनिला मो सहित कमेंट सेक्शन रे शेयर करंतु। जदि आपन को वीडियोटी पसंद आसीथिबो प्लीज वीडियो को लाइक करिवे। पुणी देखा हबो नेक्स्ट वीडियो रे। रहिली धन्यवाद।